ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 81। ଏ ନିୟମ ପାଳନ କର। ସମୟ ମିଳିଲେ ଶରୀରକୁ ମାଲିସ କର। ପ୍ରସନ୍ନ ମନରେ ସ୍ନାନ କର। ଜୀବନକୁ ଏକ ଈଶ୍ୱରୀୟ ଉପହାର ମନେ କର। ଆନନ୍ଦରେ ଜୀବନ କଟାଅ। ଚିନ୍ତାହୀନ କାମ କରିବା ପାଇଁ 4ଗୋଟି ନିୟମ ମନେ ରଖ। ପ୍ରଥମ, ନିଜ ଟେବୁଲରୁ ଅଦରକାରୀ କାଗଜପତ୍ର କାଢ଼ି ଦିଅ। ଯେଉଁ କାଗଜରେ ଆଜିର ଆବଶ୍ୟକତା ବା ସମସ୍ୟା ରହିଛି କେବଳ ସେତିକି କାଗଜକୁ ଟେବୁଲରେ ରଖ। ଦ୍ୱିତୀୟ, କ୍ରମ ଅନୁସାରେ ଯାହା ପ୍ରଥମେ ଦରକାର ତାହାକୁ ପ୍ରଥମେ କର। କେଉଁ କାମ ପ୍ରଥମେ କରିବାକୁ ହେବ, କାହାକୁ ପରେ କରିବାକୁ ହେବ ସେ ବିଷୟରେ ବିବେକ ଉତ୍ପନ୍ନ କର। ଅଳ୍ପ ମହତ୍ତ୍ୱ ଥିବା କାମରେ ଲାଗିଲେ ଚିନ୍ତା ଉତ୍ପନ୍ନ ହୋଇଥାଏ। ତୃତୀୟ, ଯଥାସମ୍ଭବ ଶୀଘ୍ର ନିଷ୍ପତ୍ତି ଗ୍ରହଣ କର। କାମକୁ ଟାଳିଦେଲେ ସମସ୍ୟାର ସମାଧାନ ହୁଏ ନାହିଁ। ଏମିତି ହେଲେ ମନରେ ସବୁବେଳେ ଚିନ୍ତା ରହେ। ଚତୁର୍ଥ, କାମର କିମ୍ବା କାର୍ଯ୍ୟାଳୟର ସମୁଚିତ ନିୟମବଦ୍ଧ ପରିଚାଳନା, ଉଚିତ ସମୟରେ କାର୍ଯ୍ୟ ସମାପନ ଆଦି ଉପରେ ଯଥେଷ୍ଟ ନିରୀକ୍ଷଣ କର। ଏହିପରି ଅଭ୍ୟାସ ଥିଲେ ଚିନ୍ତା ତୁମ ପାଖ ମାଡ଼ିବ ନାହିଁ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।